ବର୍ତ୍ତମାନ ଆମେ ସମାନୁପାତ ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା ପଢ଼ିବା। କୌଣସି ଗୋଟିଏ ସମାନୁପାତକୁ ନେଇ ସେଥିରୁ ଆମେ ଆଉ କେତୋଟି ପ୍ରାମାଣିକ ନୂତନ ଅନୁପାତ ସିଦ୍ଧ କରିପାରିବା। ଆମେ କୌଣସି ଗୋଟିଏ ସମାନୁପାତ ନେଇପାରିବା, ସେଥିରୁ ଆମେ ଆଉ କେତୋଟି ପ୍ରାମାଣିକ ନୂତନ ଅନୁପାତ ସିଦ୍ଧ କରିପାରିବା ବା ବାହାର କରିପାରିବା ବା ପ୍ରୁଫ୍ କରିପାରିବା। ସିଦ୍ଧ କରିପାରିବା ମାନେ ପ୍ରୁଫ୍ କରିପାରିବା। ସେଗୁଡ଼ିକ ମୂଳ ଅନୁପାତର ଗୋଟିଏ ଗୋଟିଏ ପ୍ରକ୍ରିୟା ବୋଲି ବିବେଚିତ ହୁଏ। ଇଏ ଗୋଟିଏ ମୂଳ ଅନୁପାତ, ତାକୁ ପ୍ରକ୍ରିୟାକରଣ କରି ଆମକୁ ଏ ଅନୁପାତ ମିଳିବ। ଆଉ ଥରେ ଶୁଣ, କୌଣସି ଗୋଟିଏ ସମାନୁପାତକୁ ନେଇ, ସମାନୁପାତ କେମିତି ହେଲା? ଇଏ ଗୋଟେ ଅନୁପାତ, ଇଏ ଗୋଟେ ଅନୁପାତ, ସେମାନଙ୍କ ମଧ୍ୟରେ ସମାନତା, ଇଏ ସମାନୁପାତ ହେଇଗଲା। ସେଥିରୁ ଆମେ ଆଉ କେତୋଟି ପ୍ରାମାଣିକ ନୂତନ ଅନୁପାତ ସିଦ୍ଧ କରିବା, ଆଉ କେତୋଟି ଯୋଉଟାକି ଆମେ ପ୍ରମାଣ କରିକି ନୂତନ ଅନୁପାତ ପ୍ରୁଫ୍ କରିବା। ସେଗୁଡ଼ିକ ଏଇଗୁଡ଼ିକ ମୂଳ, ଯୋଉ ପ୍ରଥମେ ଯୋଉ ଅନୁପାତ ଅଛି, ସମାନୁପାତ ଅଛି, ତାହାର ଗୋଟିଏ ପ୍ରକ୍ରିୟା। ଏହି ସମାନୁପାତର ଯେତେବେଳେ ପ୍ରକ୍ରିୟାକରଣ କଲେ ଆମକୁ ଏ ସମାନୁପାତ ମିଳିଲା। ବୁଝା ପଡ଼ିଗଲା? ବ୍ୟସ୍ତାନୁପାତ ପ୍ରକ୍ରିୟା। ଏ ପ୍ରକ୍ରିୟା ଯୋଉ ଆମେ ଦେଖୁଛେ, ଏହି ପ୍ରକ୍ରିୟାର ନାମ ହେଉଛି ବ୍ୟସ୍ତାନୁପାତ ପ୍ରକ୍ରିୟା। A:B = C:D। ଆମେ କ'ଣ କଲେ? ପୂର୍ବ ପଦ ଆଉ ଉତ୍ତର ପଦକୁ ଚେଞ୍ଜ କରିଦେଲେ, ମାନେ ଉତ୍ତର ପଦକୁ ପୂର୍ବ ପଦ କରିଦେଲେ, ପୂର୍ବ ପଦକୁ ଉତ୍ତର ପଦ କରିଦେଲେ। B:A, A B ହେଇଗଲା, B A ହେଇଗଲା, ପୂର୍ବ ପଦ ଉତ୍ତର ପଦ ଚେଞ୍ଜ ହେଇଗଲା। ଏପଟେ ଦେଖ C:D, C ପୂର୍ବ ପଦ ଉତ୍ତର ପଦ ହେଇଗଲା, D ଉତ୍ତର ପଦ ପୂର୍ବ ପଦ ହେଇଗଲା। ସବୁ ଦେଖୁଛ? A:B, B:A ହେଇଗଲା, C:D, D:C ହୋଇଗଲା। ଆମେ ପ୍ରମାଣ କରିବା। କେମିତି କରିବା? A:B = C:DH। ବଜ୍ର ଗୁଣନ କଲେ B:C, BC, A:D, AD। BC ଆଉ AD ଅଛି, ବାମ ପାର୍ଶ୍ୱରେ BC, ଦକ୍ଷିଣ ପାର୍ଶ୍ୱରେ AD। ଉଭୟ ପାର୍ଶ୍ୱକୁ AC ଦ୍ୱାରା ଭାଗ କଲେ। BC ପାର୍ଶ୍ୱରେ AC ଭାଗ କଲେ, AD ପାର୍ଶ୍ୱରେ AC ଭାଗ କଲେ, ଉଭୟ ପାର୍ଶ୍ୱରେ AC ଭାଗ କଲେ। AC ଭାଗ କଲାଠୁ C କଟିଗଲା, ବଳିଲା B:A, B:A। A କଟିଗଲା, ବଳିଲା D:C, ବଳିଲା D:C। ଦେଖ, B:A = D:C ପ୍ରମାଣିତ ହେଲା ନା ନାହିଁ? ପ୍ରୁଫ୍ ହେଇଗଲା। ଏହାପରେ ଏକାନ୍ତର ପ୍ରକ୍ରିୟା। ଏକାନ୍ତର ପ୍ରକ୍ରିୟା କ'ଣ? A:B = C:D ଅଛି। ଆମେ ଯୋଉ ଉପରେ ପୂର୍ବ ପଦ ଅଛି ଦୁଇଟି, ତାକୁ ଚେଞ୍ଜ କରିଦେଲେ, ତାକୁ ଆଣିଦେଲେ ଉତ୍ତର ପଦକୁ। ଏଇ ଯୋଉ C ଥିଲା ତାକୁ ଉତ୍ତର ପଦକୁ ଆଣିଦେଲେ, A:C ହେଇଗଲା। B:D, A B ଯାଇକି ପୂର୍ବ ପଦ ହେଇଗଲା। B:D ମାନେ ଏ ଦୁଇଟାର ସ୍ଥାନ ଚେଞ୍ଜ ହେଲା, C ଏଇଠିକି ଆସିଲା, B ସେଇଠି ଗଲା। ଆକୁ ଆମେ ଏକାନ୍ତର ପ୍ରକ୍ରିୟା କହିବା। A:C = B:D ହେଲା। A:B ଥିଲା = C:D ଥିଲା, A:C ହେଇଗଲା, ଏଇଟା ଏଇଠିକି ଆସିଲା ହେରି, ଏଇଟା ଏଇଠିକି ଗଲା, B:D ହେଲା। ପ୍ରମାଣ କରିବା କେମିତି ହଉଛି? A:B = C:D, AD ବଜ୍ର ଗୁଣନ A ଗୁଣନ D, AD, B ଗୁଣନ C, BC। ଉଭୟ ପାର୍ଶ୍ୱକୁ CD ଦ୍ୱାରା ଭାଗ କଲେ। AD /CD, BC /CD। D କୁ D କଟିଗଲା, A:C, C କୁ C କଟିଗଲା, B:D। ଆମକୁ A:C, B:D ମିଳିଗଲା, ପ୍ରୁଫ୍। ଯୋଗ ପ୍ରକ୍ରିୟା। A:B = C:D। ଆମକୁ କ'ଣ ମିଳୁଛି? A + B / B = C+D:D। କେମିତି ମିଳୁଛି ଦେଖ। A:B = C:D। ସେ କହିଲା ପ୍ରୁଫ୍। ଉଭୟ ପାର୍ଶ୍ୱରେ 1 ଯୋଗ କଲେ।
उभय पार्श्व आम कौन जोग करवा 1 उभय पार्श्व 1 जोग कले A:B अच्छी +1 C:D अच्छी +1 A:B +1 B लसागु गला A B लसागु गला आम लसागु नेले जानिचे हर रे हरिकी लबरे गुणिबा B लसागु जाइछि हर रे हरले B रे हरले 1 रहिला लबरे गुणले A 1 * A = A 1 तले किछि नै माने 1 अछि B को 1 रे हरले आंसर रहिला B को 1 रे गुणिले B * 1 = B A + B by B C:D +1 D लसागु गला ऊपर C लसागु ऊपर लबरे कोन D को आमे कोन गले हर रे हरले 1 तले किछि नै माने 1 अछि हर रे आमे जते बेले हरिले D हरण 1 = D लबरे गुणले D गुणन 1 = D C + D by D देखो प्रमाणित हो गला ना नहीं A + B = B C + D = D यहाँ पर वियोग प्रक्रिया A = B = C * D A - B = C - D D D प्रमाण केमती करबा A * B = C * D उभय पार्श्वरु 1 वियोग कले A * B - 1 C * D - 1 यहाँ पर कौन हला B लसागु गला हर रे हरिले लबरे गुणिले A हर रे किछि नै माने 1 B को हर रे हरले B आंसर लब B 1 रे गुणिले हला B मझरे माइनस अछि बेले माइनस रहला C by D C * D - 1 D लसागु गला ऊपर C - D रहिला तेबे हमको आंसर मिलिला ना नहीं प्रूफ हैला ना नहीं प्रमाणित हमें लिखि दवा प्रमाणित बोली वियोग प्रक्रिया रे A * B = C * D कौन हला A - B * B = C - D * D एबे हमें देखिबा जोगांतर प्रक्रिया